ଥରେ ଗୋଟେ ସିଂହକୁ ଲାଗିଲା ତା ଦେହରୁ ଗନ୍ଧ ଆସୁଛି ବୋଲି। ସେଇଠୁ ସେ ବାଟରେ ଯାଉଥିବା ହରିଣକୁ ପଚାରିଲା, ଏ ହରିଣ, ମୋ ଦେହରୁ କିଛି ଗନ୍ଧ ଆସୁଛି କି? ହରିଣ ସାଙ୍ଗେ ସାଙ୍ଗେ କହିଲା, ହଁ ମହାରାଜ, ଆପଣଙ୍କ ଦେହରୁ ତ ବହୁତ ଗନ୍ଧ ଆସୁଛି। ଆପଣ କେଉଁଠି କଚଡ଼ା ଭିତରେ ପଡ଼ିକି ଆସିଲେ? ଏ କଥା ଶୁଣିଲା ପରେ ସିଂହ ସାଙ୍ଗେ ସାଙ୍ଗେ ରାଗିଗଲା ଆଉ ସେ ହରିଣକୁ ମାରିଦେଲା। ତାପରେ ସେ ଗୋଟେ ମାଙ୍କଡ଼ ପାଖକୁ ଗଲା, ଯାଇକି ମାଙ୍କଡ଼କୁ ପଚାରିଲା, ମାଙ୍କଡ଼, ମୋ ଦେହରୁ କିଛି ଗନ୍ଧ ଆସୁଛି କି? ମାଙ୍କଡ଼ ପୁରା ଡରି ଯାଇଥିଲା। ସେ କହିଲା, ନା ତ ମହାରାଜ, ଆପଣଙ୍କ ଦେହରୁ ତ କାହିଁ କିଛି ଗନ୍ଧ ଆସୁନି। କିନ୍ତୁ ସିଂହ ଜାଣିଥିଲା ଯେ ତା ଦେହରୁ ଗନ୍ଧ ଆସୁଛି ବୋଲି, ସେ ମାଙ୍କଡ଼କୁ ବି ମାରିଦେଲା। ତାପରେ କିଛି ବାଟ ଆଗକୁ ଗଲା ପରେ ଗୋଟେ ବିଲୁଆକୁ ପାଇଲା। ସେ ପଚାରିଲା ବିଲୁଆକୁ, ଆରେ ବିଲୁଆ, ମୋ ଦେହରୁ କିଛି ଗନ୍ଧ ଆସୁନି? ବିଲୁଆ ସାଙ୍ଗେ ସାଙ୍ଗେ ଚାଲାକରେ ଉତ୍ତର ଦେଲା, କହିଲା, ମହାରାଜ, ଆକ୍ଚୁଆଲି ମୋର ଟିକେ ଦେହ ଭଲ ନାହିଁ, ତ ମୋତେ କିଛି ବି ବାସ୍ନା ହେଉନି। ମୁଁ ଜାଣିପାରୁନି ଆପଣଙ୍କ ଦେହ ଗନ୍ଧଉଛି କି ଗନ୍ଧଉନି। ତ ଏଇ କଥା ଶୁଣିଲା ପରେ ସିଂହ ତାକୁ ଛାଡ଼ିକି ପଳେଇଲା। କହିଲା, ଏ ତ କିଛି ଜାଣିପାରୁନି ଗନ୍ଧ, ତ ଏବେ କ'ଣ କରିବି? ତାକୁ ଛାଡ଼ିଦେଲା ଆଉ ପଳେଇଲା। ତ ଏଠୁ ଆମେ ଗୋଟେ ଜିନିଷ ଶିଖିଲେ, କୌଣସି କେବେ କେତେବେଳେ ବି କାହା ମିଟରରେ ମୁଣ୍ଡ ପୁରେଇକି ନିଜକୁ ଅସୁବିଧାରେ ପକାନ୍ତୁ ନାହିଁ। ନିଜ କ୍ୟାରିୟରରେ ଫୋକସ୍ କରନ୍ତୁ ଆଉ ଆଗକୁ ବଢ଼ନ୍ତୁ।